ହାତ ମାରିଲେ 500 କିଣିବେ କ'ଣ ଦର ଶୁଣି ପଛଘୁଞ୍ଚା ଦେଉଛନ୍ତି ଶ୍ରଦ୍ଧାଳୁ। ଆମେ କହୁଛୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀର କଥା। ଆନନ୍ଦ ବଜାରର ମହାପ୍ରସାଦ ଦେବତାଙ୍କ ପାଇଁ ବି ଦୁର୍ଲଭ ବୋଲି କୁହାଯାଏ। ପୁରୀ ଆସୁଥିବା ସବୁ ଶ୍ରଦ୍ଧାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରଭୁଙ୍କ ପ୍ରସାଦ ଅର୍ଥାତ୍ ଅଭଡ଼ା ଖାଇବାକୁ ମହାପୁଣ୍ୟ ମଣିଥାନ୍ତି। ଏହା ସହିତ ନିଜ ସାଙ୍ଗରେ ଘରକୁ ମଧ୍ୟ ମହାପ୍ରସାଦ ନେଇଥାନ୍ତି। ମାତ୍ର ଅଳ୍ପ କିଛି ଦିନ ହେଲା ମହାପ୍ରସାଦର ଦର ଅଚାନକ 3 ଗୁଣା ବଢ଼ିଯାଇଛି। ଜଣେ ଲୋକ ମନ ଭରି ମହାପ୍ରସାଦ ଖାଇଲେ ପ୍ରାୟତଃ 500 ଟଙ୍କା ଦେବାକୁ ପଡ଼ୁଛି। ଆଉ 8 ରୁ 10 ଜଣ ସଦସ୍ୟ ବାଲା ପରିବାର ମହାପ୍ରସାଦ ସେବନ ପାଇଁ ପାଖାପାଖି 5000 ଟଙ୍କା ଗଣିବାକୁ ପଡ଼ୁଛି। କିଛି ଶ୍ରଦ୍ଧାଳୁ ଦର ଶୁଣି ପଛଘୁଞ୍ଚା ଦେଉଥିବା ବେଳେ ଆଉ କିଛି ଶ୍ରଦ୍ଧାଳୁ ପରିବାର ଗୋଟିଏ ଛୋଟ କୁଡ଼ୁଆ ଅନ୍ନ ଆଣି ଭାଗ ବାଣ୍ଟି ଖାଇ ବାହାରେ ଯାଇ ହୋଟେଲରେ ଖାଉଥିବାର ଦେଖିବାକୁ ମିଳୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମହାପ୍ରଭୁଙ୍କ ଶୁଖିଲି ଭୋଗ ଯାହା ଫେଣି ବା ଖଜାନାରେ ପ୍ରସିଦ୍ଧ, ଯାହା ପୂର୍ବରୁ ଗୋଟା ପ୍ରତି 5 ଟଙ୍କାରେ ମିଳୁଥିଲା, ତାହା ଏବେ 3 ଗୁଣା ବଢ଼ି 15 ଟଙ୍କାରେ ପହଞ୍ଚିଛି। ତେଣୁ ଯିବା ସମୟରେ ଯାତ୍ରୀ ଖଜା ନେବା ପାଇଁ ମଧ୍ୟ ଅମଙ୍ଗ ହେବାର ଦେଖିବାକୁ ମିଳୁଛି। ହଠାତ୍ ମହାପ୍ରସାଦର ଦର ବୃଦ୍ଧିର କାରଣ ଶ୍ରୀମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର ପାଇଁ ହେଉଛି ବୋଲି ସୁଆର ଏବଂ ମହାସୁଆର ନିଯୋଗ ଅଭିଯୋଗ କରିଛି। ତିରୁପତି ବାଲାଜୀ ମନ୍ଦିରରେ ପ୍ରସ୍ତୁତ ଲଡୁରେ ମିଶୁଥିବା ଘିଅରେ ପ୍ରାଣୀ ଚର୍ବି ମିଶୁଥିବା ଅଭିଯୋଗ ପରେ ମନ୍ଦିର ଗୁଡ଼ିକରେ ଭଲ ଘିଅ ବ୍ୟବହାର ପାଇଁ ଭକ୍ତ ମହଲରେ ଦାବି ହୋଇଥିଲା। ଏହାପରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ତଥା ଶୁଖିଲି ଭୋଗରେ ପୂର୍ବ ବ୍ୟବହାର ହେଉଥିବା ସାଧାରଣ ଘିଅକୁ ବ୍ୟାନ୍ କରାଯାଇ ଓମ୍ଫେଡ୍ ଘିଅ ବ୍ୟବହାର ପାଇଁ ମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ହୋଇଥିଲା। ପୂର୍ବରୁ ଡାଲଡା ଘିଅ କିଲୋ ପିଛା 200 ଟଙ୍କା ପଡ଼ୁଥିବା ବେଳେ ଏବେ ଓମ୍ଫେଡ୍ ଘିଅ କିଲୋ ପିଛା ପ୍ରାୟ 700 ଟଙ୍କା ଦେଇ କିଣିବା ପାଇଁ ପଡ଼ୁଛି। ତେଣୁ ଅଧିକ ଦାମରେ ଘିଅ କିଣୁଥିବାରୁ ମହାପ୍ରସାଦର ମଧ୍ୟ ରେଟ୍ ବଢ଼ିଯାଇଛି ବୋଲି ସୁପକାରମାନେ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ମନ୍ଦିରର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ମୁଦ୍ଦା କରି ଭାରତୀୟ ଜନତା ପାର୍ଟି ଶାସନକୁ ଆସିଥିବା କୁହାଯାଏ। ତାହେଲେ ସରକାରକୁ ଆସିଲା ପରେ ଶ୍ରୀମନ୍ଦିରରେ ଉପୁଜୁଥିବା ବିଶୃଙ୍ଖଳା ଉପରେ କାହିଁକି ରୋକ ଲଗାଇ ପାରୁନାହାନ୍ତି ସରକାର? କାହିଁକି ଲାଗିପାରୁନାହିଁ ଅଭଡ଼ା ଖଳାରେ ବହୁ ପ୍ରତୀକ୍ଷିତ ଅଭଡ଼ାର ରେଟ୍ ଚାର୍ଟ? କାହିଁକି ସବସିଡିରେ ଓମ୍ଫେଡ୍ ଯୋଗାଉ ନାହିଁ ମନ୍ଦିରକୁ ଭଲ ଘିଅ? ଆଉ ଶ୍ରୀମନ୍ଦିର ପାଇଁ କାହିଁକି ନିର୍ମିତ ହୋଇପାରୁନାହିଁ ପ୍ରସ୍ତାବିତ ଗୋଶାଳା, ଯାହା ମାଧ୍ୟମରେ ମନ୍ଦିରକୁ ଉଚିତ ଦରରେ ଘିଅ ଯୋଗାଇ ହୁଅନ୍ତା? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।